କଳାକାରମାନେ ହେଉଛନ୍ତି ବିଶ୍ୱକର୍ମାଙ୍କର ପ୍ରତୀକ ସ୍ୱରୂପ। ସେମାନେ ବହୁତ ପରିଶ୍ରମ କରି କେବଳ ଯେ ଆଖିକୁ ନୁହେଁ, ଆତ୍ମାକୁ ମଧ୍ୟ ସୌନ୍ଦର୍ଯ୍ୟର ବୋଧ କରାଇଥାନ୍ତି। ଏହି ଉପରେ ଆଜି କହିବି ଗୋଟିଏ ସୁନ୍ଦର ଗଳ୍ପ, କଳା ଓ କଳାକାର, ଏବଂ ଏହା ସହିତ ଆପଣମାନଙ୍କୁ ଦେଖାଇବି ମୋର କିଛି ଚିତ୍ରକଳା। ଗଳ୍ପଟି କହିବା ଆଗରୁ ଆସନ୍ତୁ ନଜର ପକାଇବା ମୁଁ ନିକଟରେ କରିଥିବା ଚିତ୍ରଟି ଉପରେ। ଏହି ଚିତ୍ରରେ କିଏ ଅଛନ୍ତି ଆପଣମାନେ କମେଣ୍ଟରେ ଲେଖି ନିଶ୍ଚୟ ଜଣାଇବେ। ଆସନ୍ତୁ ଆରମ୍ଭ କରିବା। ବୈଶାଳୀ ରାଜ୍ୟରେ ପ୍ରବୋଧ ନାମକ ଜଣେ ଚିତ୍ରକର ବାସ କରୁଥିଲା। ସେ ବହୁତ ଉଚ୍ଚକୋଟୀର କଳାକାର ଥିଲା ଏବଂ ଖୁବ୍ ସୁନ୍ଦର ଚିତ୍ର ଆଙ୍କୁଥିଲା। କିନ୍ତୁ ତା ଚିତ୍ରକଳା ଏତେ ପ୍ରସିଦ୍ଧ ନଥିଲା। ସେ ବହୁତ କମ୍ ପାରିଶ୍ରମିକ ପାଉଥିଲା। ତାର ସ୍ତ୍ରୀ ଓ ପିଲା ଅନେକ ସମୟରେ ଉପାସରେ ରହୁଥିଲେ। ତେଣୁ ଥରେ ସେ କିଛି ବଡ଼ ଓ ସୁନ୍ଦର ଚିତ୍ର ଆଙ୍କିବାକୁ ନିଷ୍ପତ୍ତି ନେଲା। 15 ଦିନ ପରିଶ୍ରମ ପରେ ସେ ଗୋଟିଏ ଅତ୍ୟନ୍ତ ସୁନ୍ଦର ଚିତ୍ର ଆଙ୍କିପାରିଲା ଏବଂ ତାକୁ ସମ୍ପୂର୍ଣ୍ଣ କଲା। ଚିତ୍ରଟି ଥିଲା ଗୋଟିଏ ପ୍ରାକୃତିକ ଝରଣା ସହିତ ରୂପସୀ ସୁନ୍ଦରୀ ଯୁବତୀର। ବହୁତ କଳ୍ପନା କରି ସେ ତାର ମୁହଁଟି ଆଙ୍କିଥିଲା। ପ୍ରକୃତରେ ସେଭଳି ଯୁବତୀ କେହି ଅଛନ୍ତି କି ନାହାନ୍ତି ସେ ନିଜେ ବି ଜାଣିନଥିଲା। ସେ ଏହି ଚିତ୍ରକୁ ନେଇ ରାଜାଙ୍କୁ ଦେଇ ଅନେକ ଧନରତ୍ନ ଆଣିବ ବୋଲି ମନସ୍ଥ କଲା। ଏହାକୁ ନେଇ ସେ ସହରକୁ ଗଲା। ସହରରେ ଅନେକ ସ୍ଥାନରେ ଲୋକଙ୍କୁ ଦେଖାଇଲା ଓ ରାଜଉଆସର ଠିକଣା ପଚାରିଲା। ରାଜ୍ୟର ରାଜା ଅଭିଷିକ୍ତ ବର୍ମା ଛଦ୍ମବେଶରେ ବୁଲୁଥିଲେ। ସେ ପ୍ରବୋଧକୁ ଓ ତାର ଚିତ୍ରକୁ ଦେଖି ତାକୁ ରାଜପ୍ରାସାଦକୁ ଡକାଇଲେ। ମୁଁ ତୁମର ଚିତ୍ର ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ। ଏହା କାହାର ଚିତ୍ର? ଏହି ଯୁବତୀକୁ ମୁଁ ବିବାହ କରିବି। ତୁମେ ଯାହାର ଚିତ୍ର ଆଙ୍କିଛ ଖୋଜି ଆଣି ତାକୁ ମୋତେ ଦିଅ। ପ୍ରବୋଧ ମନା କଲା, କହିଲା, ମଣିମା, ଏହା ମୋର କଳ୍ପନା ମାତ୍ର। ମୁଁ ଏହାକୁ ଆଗରୁ କେବେ ଦେଖି ନାହିଁ। ମୁଁ ଜାଣିନାହିଁ ଏ କିଏ। ରାଜା ଏହା ବିଶ୍ୱାସ କଲେ ନାହିଁ। ସେ ବାରମ୍ବାର ତାକୁ ସେ ଚିତ୍ର ବିଷୟରେ ପଚାରିଲେ। ପ୍ରବୋଧ କିନ୍ତୁ ସ୍ପଷ୍ଟ ମନା କରିଦେଲା। ରାଜା ସୈନିକଙ୍କୁ ଆଦେଶ ଦେଲେ ପ୍ରବୋଧକୁ ପାହାଡ଼ ଉପରକୁ ନେଇ ପାହାଡ଼ ଉପରେ ତାର ଦେହରୁ ମୁଣ୍ଡ ଅଲଗା କରିଦେବା ପାଇଁ। ସୈନିକମାନେ ତତ୍କ୍ଷଣାତ୍ ଆଦେଶ ପାଳନ କଲେ। ଜଣେ ସୈନିକ ତରବାରୀ ଉଞ୍ଚାଉଥିବା ବେଳେ ଜଣେ ସୁନ୍ଦରୀ ଯୁବତୀ ସେମାନଙ୍କୁ ଅଟକାଇଲା। ପ୍ରବୋଧ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ସେ ଯୁବତୀଟି ଥିଲା ପ୍ରବୋଧର କଳ୍ପନାର ଚିତ୍ର। ପ୍ରବୋଧ କହିଲା, ଆପଣ କ'ଣ ସତ ନା ମୋର କଳ୍ପନା? ଆପଣଙ୍କ ନାମ କ'ଣ? ଯୁବତୀଟି କହିଲା, ମୋର ନାମ ମଣିମେଖଳା। ମୁଁ ଜଣେ ଗନ୍ଧର୍ବ କନ୍ୟା। ତମର ସମସ୍ୟା କ'ଣ? ପ୍ରବୋଧ ତାକୁ ସବୁ କଥା କହିଲା। ମଣିମେଖଳା ଏହା ବିଶ୍ୱାସ କଲା ନାହିଁ। ସୈନ୍ୟମାନେ ରାଜାଙ୍କ ଆଦେଶ ପାଳନ କରିବା ପାଇଁ ତତ୍ପର ହୋଇଉଠିଲେ। ଏହାପରେ ମଣିମେଖଳା ନିଜର ଯାଦୁ ଦ୍ୱାରା ସେମାନଙ୍କୁ ପଥରରେ ପରିଣତ କରିଦେଲା ଏବଂ ପ୍ରବୋଧ ସହିତ ରାଜଉଆସକୁ ଆସିଲା। ସେମାନେ ରାଜାଙ୍କ କକ୍ଷକୁ ଗଲେ। ରାଜା ସେ ଯୁବତୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଉଠିଲେ ଏବଂ କହିଲେ, ମୁଁ ଜାଣିଛି ତୁମେ ନିଶ୍ଚୟ ଥିବ। ପ୍ରବୋଧକୁ ସେ ସେଥିପାଇଁ ଧନ୍ୟବାଦ ଦେଲେ। ସେ ପ୍ରବୋଧକୁ କହିଲେ, ସେ ଝିଅକୁ କୁହ ମୋତେ ବିବାହ କରିବା ପାଇଁ। ମଣିମେଖଳା ପ୍ରବୋଧକୁ କହିଲା, ମୋର ଚିତ୍ର ତୁମେ ଦେଖାଅ। ପ୍ରବୋଧ ଚିତ୍ରଟି ଦେଖାଇବା ପରେ ମଣିମେଖଳା ପ୍ରକୃତରେ ପ୍ରବୋଧର ବହୁତ ପ୍ରଶଂସା କଲା ଏବଂ ତାକୁ ଗୋଟିଏ ଇଚ୍ଛା ମାଗିବା ପାଇଁ କହିଲା। ରାଜା ବାରମ୍ବାର ପ୍ରବୋଧକୁ ପ୍ରବର୍ତ୍ତାଇଲେ, ଯୁବତୀକୁ ମୋତେ ବିବାହ କରିବା ପାଇଁ କୁହ। କିନ୍ତୁ ପ୍ରବୋଧ କିଛି ସମୟ ଚିନ୍ତା କରି କହିଲା, ହେ ଯୁବତୀ, ଯଦି ତୁମେ ପାରୁଛ ତେବେ ରାଜାଙ୍କର ଯେଉଁ ସୈନ୍ୟମାନଙ୍କୁ ପଥରରେ ପରିବର୍ତ୍ତନ କରିଦେଇଛ ସେମାନଙ୍କୁ ସାଧାରଣ ମଣିଷରେ ପରିବର୍ତ୍ତନ କରିଦିଅ। ମଣିମେଖଳା କହିଲା, ଠିକ୍ ଅଛି, ତଥାସ୍ତୁ। ଏହା କହି ସେ ଅନ୍ତର୍ଦ୍ଧାନ ହୋଇଗଲା। ରାଜା କ'ଣ କରିବେ କିଛି ଜାଣିପାରିଲେ ନାହିଁ। ସେ କିଛି ସମୟ ଚିନ୍ତା କରି କହିଲେ, ପ୍ରବୋଧ, ତୁମେ ପ୍ରକୃତରେ ଜଣେ ଉଦାର ହୃଦୟପୂର୍ଣ୍ଣ ବ୍ୟକ୍ତି। ରାଜା ପ୍ରବୋଧକୁ ଅନେକ ଧନରତ୍ନ ଦେଇ ବିଦା କଲେ ଏବଂ କହିଲେ ଯେ ମୋର ସୈନିକମାନେ ହେଉଛନ୍ତି ମୋର ବଳ। ତେଣୁ ତୁମେ ମଣିମେଖଳାଙ୍କୁ ସେମାନଙ୍କ ଜୀବନ ଫେରାଇ ଆଣିବା ପାଇଁ ମାଗି ବହୁତ ଭଲ କାମ କରିଛ।